ଜାନୁଆରୀ 1ରୁ ବଦଳିଯିବ ଏହି ସବୁ ନିୟମ। ନୂତନ ବର୍ଷ କେବଳ କ୍ୟାଲେଣ୍ଡରକୁ ପରିବର୍ତ୍ତନ କରେ ନାହିଁ ବରଂ ଆପଣଙ୍କ ପକେଟ୍, ଦରମା, ବ୍ୟାଙ୍କିଂ ଏବଂ ସରକାରୀ ସୁବିଧାକୁ ମଧ୍ୟ ପରିବର୍ତ୍ତନ କରେ। ଯଦି ଆପଣ ଆପଣଙ୍କର ପ୍ୟାନ୍ ଏବଂ ଆଧାର ଲିଙ୍କ ନ କରନ୍ତି ତେବେ ଆପଣଙ୍କର ସମସ୍ତ କାମ ସ୍ଥଗିତ ହୋଇପାରେ। ହଁ ଆଜ୍ଞା, ଜାନୁଆରୀ 1, 2024 ଠାରୁ ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କର ପ୍ୟାନ୍ ଏବଂ ଆଧାର ଲିଙ୍କ କରିନାହାନ୍ତି ସେମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେବ। ସରକାର ସ୍ପଷ୍ଟ କହିଛନ୍ତି ଯେ ଡିସେମ୍ବର 31, 2025 ହେଉଛି ଶେଷ ତାରିଖ। ଯଦି ଏହି ତାରିଖ ସୁଦ୍ଧା ଲିଙ୍କ ସମାପ୍ତ ନ ହୁଏ ତେବେ ଆପଣଙ୍କର ପ୍ୟାନ୍ କାର୍ଡକୁ ନିଷ୍କ୍ରିୟ ବୋଲି ବିବେଚନା କରାଯିବ। ତୃତୀୟ ପରିବର୍ତ୍ତନ ହେଉଛି 2024 ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବର୍ଷ। କେନ୍ଦ୍ର ସରକାର ପୂର୍ବରୁ 8ମ ବେତନ କମିଶନକୁ ଅନୁମୋଦନ କରିସାରିଛନ୍ତି ଏବଂ ଏହା 1 ଜାନୁଆରୀ 2026ରୁ ଲାଗୁ ହେବାର ଆଶା କରାଯାଉଛି। ତୃତୀୟ ବଡ଼ ପରିବର୍ତ୍ତନ ହେଉଛି ଯଦି ଆପଣ କିମ୍ବା ଆପଣଙ୍କ ପରିବାର କେହି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରୁ ଉପକୃତ ହୁଅନ୍ତି ତେବେ ଏହି ଖବର ଗୁରୁତ୍ୱପୂର୍ଣ୍ଣ। ଜାନୁଆରୀ 2024 ଠାରୁ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଚାଷୀ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଉଛି। ଏହି ଚାଷୀ ପରିଚୟପତ୍ରକୁ ଜମି ରେକର୍ଡ ସହିତ ଲିଙ୍କ କରାଯିବ ଏବଂ ଏଥିରେ ଚାଷୀଙ୍କ ସମ୍ପୂର୍ଣ୍ଣ ଡିଜିଟାଲ ସୂଚନା ରହିବ। ଆଉ ଗୋଟେ ବହୁତ ବଡ଼ ପରିବର୍ତ୍ତନ ହୋଇଛି ଲୋନ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଆସୁଛି। ପୂର୍ବରୁ କ୍ରେଡିଟ୍ ସ୍କୋର ମାସକୁ ଥରେ ଅପଡେଟ୍ କରାଯାଉଥିଲା କିନ୍ତୁ 2024 ଠାରୁ ଆରମ୍ଭ କରି ସେଗୁଡ଼ିକୁ ପ୍ରତି 7 ଦିନରେ ଅପଡେଟ୍ କରାଯିବ। ଅନ୍ୟ ପରିବର୍ତ୍ତନଟି ହେଉଛି ପ୍ରତି ମାସର ପ୍ରଥମ ତାରିଖରେ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ସଂଶୋଧନ କରାଯାଏ। ନୂତନ ଘରୋଇ ଏବଂ ବାଣିଜ୍ୟିକ ଏଲପିଜି ହାର ଜାନୁଆରୀ 1, 2024ରେ ପ୍ରକାଶିତ ହେବ। ଆକଳନ କରାଯାଉଛି ଯେ ମୂଲ୍ୟ 30ରୁ 40 ଟଙ୍କା ହ୍ରାସ ପାଇପାରେ।